লেখা হয়েছে? ভিতরে প্রসব নিষেধ। মূর্খ, ভিতরে প্রবেশ নিষেধ। କିଏ ଗୋଟେ ବାଳୁଙ୍ଗା ପିଲା ଦେଇଛି ନିଭେଇ ତାକୁ ଆଉ ମୁଁ ତାକୁ ପଢିଲା ବେଳକୁ ଗୋଲଟିଆ ପଡୁଛି। ଆଜ୍ଞା ମତେ ଚିହ୍ନିଛୁ ମୁଁ କିଏ? କଣ କହୁନା? ମୁଁ ହେଉଛି ବୀର ହନୁମାନ। ଭାରି ଖାତିରିଆଟା। ଆରେ ମାଙ୍କଡ ଗୋଟେ ବାନ୍ଦର ଚାଲି ଆସିଲା କହିଲା ମୁଁ ବୀର ହନୁମାନ, ମୁଁ ଦେଖି ନାହିଁ ଖାତିରି। ହେ ଶୁଣ, ମୁଁ ହେଉଛି ପ୍ରଭୁ ଭକ୍ତ ହନୁମାନ। ପ୍ରଭୁ ଭକ୍ତ ହନୁମାନ, ଦୟାକରି ମତେ ଭିତରକୁ ବାଟ ଛାଡ଼ିଦେ। ମୁଁ ଜାଣିଛି ତୋ କରାମତି ହଉଛି ଆମ ଗାଁରେ ଆଉ ନାହିଁ ସେ ଚାଳ ଘର। ତୋ କରାମତି ହଉଛି ଆ ବାଡିରେ ପଶିବୁ ତା ବାଡିରେ ପଶିବୁ, କାହା ଘରୁ କଖାରୁ, କାହା ଘରୁ ନାଉ, କାହା ଘରୁ ବେଲ ଖାଇଯିବୁ। କଥା ମୁଁ ଜାଣି ବେଲ ଖାଏ ଛିଡେଇକି ଫୋପାଡ଼ି ଦେ, କାରଣ ଖାଇପାରେନି, ଛିଡେଇ ଫୋପାଡ଼ି ଦେ। ଆଚ୍ଛା ଆଚ୍ଛା, ମୁଁ ତ କରାମତି ଜାଣିଛି, ଏଠି ଖାତ ଦେଖେଇବା ଦରକାର ନାହିଁ, ପଳା ପଳା ଯା। ହେ ଶୁଣୁ, ଦୟାକରି ମତେ ଭିତରକୁ ଛାଡ଼ିଦେ, ମୁଁ ଭିତରକୁ ଯିବି। ଆଣିଛୁ କଣ? ପ୍ରସବ ପତ୍ର, ପ୍ରବେଶ ପତ୍ର। ପ୍ରବେଶ ପତ୍ର ସେଇଟା ତୋର ଦେଖିବି, ତାପରେ ଆଡମିଟ କାର୍ଡ। ହଁ ହଁ, ନାଇଁ ମୁଁ ଆଣିନି। ଆଣିନୁ? ମୋର କଣ ଆବଶ୍ୟକ, ମୁଁ ପୁରା ପ୍ରଭୁ ଭକ୍ତ। ପ୍ରଭୁ ଭକ୍ତ। ଆଚ୍ଛା, ତତେ କିଏ ଜଗେଇଛି କହିଲୁ? ମତେ ସାନ ଠାକୁର ଜଗେଇଛନ୍ତି। ଆରେ ଡାକ ତୋ ସାନ ଠାକୁରଙ୍କୁ। ତୋ ସାନ ଠାକୁର ଦେଖିଲେ ମତେ ପୁରା କୁଣ୍ଢେଇକି ନେଇଯିବେ। ମୁଁ ଜାଣି ନାହିଁ। ଅନାନୀ କଣ ତୁମେ କଣ ବୋଲି ଭାବୁଛ କି? ଅନାନୀ ମୋର 70ଟା ଛୁଆ। 70ଟା ଛୁଆ, ସେଇଥିପାଇଁ ମୁଁ ଏ ବଡ ଚାକିରି ଖଣ୍ଡେ କରିଛି। ଦୁଆରୀ ହେଇଛୁ? ହଁ ବଡ। କେତେ ତୋର ଛୁଆ? 70ଟା। 70? ଦରମା କେତେ? ଦରମା ମାତ୍ର 250 ଟଙ୍କା। ସେତିକିରେ ମୁଁ ଭାରି କଷ୍ଟରେ ମାନେ ମୋ ପରିବାର ଚଳଉଛି। 70 ହେଇଛନ୍ତି? ଆଉ ହେବେ ନା ରେ ତୋର? ସିଏ ଭାଇ ଭଗବାନଙ୍କ ଦାନ ଜିନିଷ। ସିଏ ଭଗବାନ ଦେବେ କି ନ ଦେବେ ମୁଁ ଆଉ ସେ କଥା କହିପାରିବି ନା। ଗୋଟେ କଥା। ତେଣୁ କରି ଅନାନୀ, ଜମା ତୁ ମତେ ଶିଖିଦିଲିଆ କଥା କହନା। ମୁଁ ଏଇ ଲାଗେ ଯିବି କି ନ ଯିବି, ତୁ ଧସେଇ ପଚିଯିବିନି। ମୁଁ ଏଠି ଠିଆ ହେଇଛି। ଏଇ ସମୟରେ ହେଲା କଣ? ସାନ ଠାକୁର ଲକ୍ଷ୍ମଣ ଆସି ପହଞ୍ଚିଗଲେ। ଲକ୍ଷ୍ମଣକୁ ଯେତେବେଳେ ହନୁମାନ ଦେଖି ଦେଇଛନ୍ତି, ପାଦ ତଳେ ମୁଣ୍ଡିଆଟାଏ ମାରିଦେଲେ। ପଥ ଛାଡ଼ ସାନ ଠାକୁରେ, ଭିତରେ ମୁଇ, ଭିତରେ ସାନ ଠାକୁରେ, ଦୟାକରି ମତେ ରାସ୍ତା ଛାଡି ଦିଅ। ମୁଁ ଭିତରକୁ ଯିବି, ମୋ ପ୍ରଭୁଙ୍କୁ ଟିକେ ଦର୍ଶନ କରିବି। ଲକ୍ଷ୍ମଣ ଡାକିଦେଲେ, କହିଲେ ହେ ହନୁ, ମୋ ପ୍ରଭୁଙ୍କର ଆଦେଶ ନାହିଁ ଭିତରକୁ ଛାଡିବା ପାଇଁ। ନ ଛାଡିବି ପଥ ହନୁ ହେ। ନିମନ୍ତ୍ରଣ ଯେ ଆସେ ସେ ଫେରେ। ନିମନ୍ତ୍ରଣରେ ଯିଏ ଆସେ ସେ ଫେରିଯାଏ। କଣ ହେଲା? ଏଠି ତୋର ଦରକାର ନାହିଁ, ଯା। ତାହେଲେ ଛାଡିବନି ମତେ? ମୁଁ ଜୋର କରି ପଶିବି। କହିଲେ ଗୋଟାଏ ଅନାର୍ଯ୍ୟ, ତୁ ଯଜ୍ଞ ସ୍ଥଳକୁ ଗଲେ ସେ ଯଜ୍ଞ ସ୍ଥଳ ମାରା ହେଇଯିବ, ଅପବିତ୍ର ହେଇଯିବ। ତୁ ପୁଣି ଯଜ୍ଞ ସ୍ଥଳକୁ ଯିବୁ? ତୋର ଏତେ ଶକ୍ତି ହେଲାଣି? ଭଲରେ କହୁଛି, ଏଠୁ ପଳା, ନହେଲେ ମରିବୁ। ଯିବା ସାରି ପଳେଇଥ, ଯିବା ସାରି ପଳେଇଥ କହିଦୁ। କଣ ହେଲା? ଯିବା ସାରି ପଳେଇଥ। ଆପଣ କହୁଛନ୍ତି, ମୁଁ କିଏ ତାକୁ ଠାରି କହୁଛି। ହନୁମାନଙ୍କୁ ଲକ୍ଷ୍ମଣ କହିଦେଲେ, ଭଲରେ କହୁଛି, ଏଠୁ ପଳା, ନହେଲେ ମରିବୁ। ହନୁମାନ କହିଲେ, ସାନ ଠାକୁରେ ମତେ ମାରିବେ? ହଁ ସାନ ଠାକୁରେ। ଯେତେବେଳେ ଶକ୍ତିଭେଦ ହେଇଥିଲା, ଏଇ ଅନାର୍ଯ୍ୟ ଯଦି ସେଦିନ ଇଏ ଗନ୍ଧମାର୍ଦ୍ଦନ ପର୍ବତକୁ ନ ଆଣିଥାନ୍ତା, ବିଶଲ୍ୟକରଣୀ ନ ଆଣିଥାନ୍ତା, ଲକ୍ଷ୍ମଣ କ୍ରୋଧାଗ୍ନିରେ ପ୍ରଜ୍ୱଳିତ ହେଇଗଲେ। କହିଲେ, ହନୁ, ଆରେ କଥାରେ ଅଛି, ମୋର କହିବୁ ମରମ କହିବୁନି। ତୁ ଆଜି ମରମ କହିଦେଲୁଣି, ଏବେ ମରିବା ପାଇଁ ପ୍ରସ୍ତୁତ ହେଇଯା। ସେ ଶ୍ରାବଣର ଧାର ଲକ୍ଷ୍ମଣ
ଶ୍ରାବଣର ବର୍ଷା ଧାରା ସଦୃଶ ଗୋଟାଏ ପରେ ଗୋଟାଏ ଗୋଟାଏ ପରେ ଗୋଟାଏ ସ୍ୱର ନିକ୍ଷେପ କରି ଚାଲିଛନ୍ତି ଲକ୍ଷ୍ମଣ। ପ୍ରତ୍ୟେକଟା ସ୍ୱର ହନୁମାନଙ୍କ ନିକଟରେ ନିଷ୍ଫଳ ହେଇଯାଉଛି। ଶେଷରେ ତୁଣିରରୁ ସ୍ୱର ସରିଗଲା। ହନୁ ଡାକିଲା କହିଲା ଠାକୁରେ ସରିଲା କି ବୀରପଣ ହେ ବୀର ଲକ୍ଷ୍ମଣ ସରିଲା କି ବୀରପଣ ହେ ବୀର ଲକ୍ଷ୍ମଣ ଜାଣେ ନାହିଁ ଆଜାଦତେ ଏରେ ବେଇମାନ ଜାଣେ ନାହିଁ। ହେ ସାନ ଠାକୁରେ ତମ ବୀରପଣ ସରିଗଲା। ମୁଁ ଜାଣିନଥିଲି ତୁମ ଆର୍ଯ୍ୟ ଜାତିଟା ଏଡେ ବେଇମାନ। ଯିଏ ଉପକାର କରେ ତାକୁ ମାରିବା ପାଇଁ ପଶ୍ଚାତ ହୁଅନ୍ତନି। ଥାଅ ତୁମ୍ଭେ ଦ୍ୱାର ଯୋଗୀ ଦର୍ଶନ ଲାଳ ହେ ସାନ ଠାକୁରେ ତମେ ଦୁଆର ଜଗିଥା ମୁଁ ଚାଲିଲି। ହନୁମାନ ଚାଲିଲେ ପ୍ରଭୁ ଯଜ୍ଞ କରୁଛନ୍ତି। ଓମ ଅଗ୍ନାୟ ସ୍ୱାହା ଇଦମ ଅଗ୍ନାୟ ଚାଲିଛି ଯଜ୍ଞ। କୁଳଗୁରୁ ବଶିଷ୍ଠ ବେଦ ମନ୍ତ୍ର ପାଠ କରୁଛନ୍ତି। ତେବେ ଓମ ଅଗ୍ନିମୀଳେ ପୁରୋହିତ ଯଜ୍ଞସ୍ୟ ଦେବ ମଧ୍ୱରମ୍ ହୋତାରତ୍ନଧାତମମ୍ ଓମ ଅଗ୍ନାୟ ସ୍ୱାହା ओम तदविष्णु परम बलम सदा पश्यन्ति सूरय दिव्य चक्षुराततम ओम नारायणाय स्वाहा ओम हिरण्यवर्णाम हरिणी सुवर्ण रजतस्रजम चंद्राम हिरण्मयी लक्ष्मी जात वेदम ओम लक्ष्मी दिव्य स्वाहा चालीछि चालीछि वेद मंत्र अयोध्यार नर नारी समस्ते हरिबोल हुलहुली रे प्रकम्पित करुछंती यज्ञ स्थान। यज्ञ चालीछि यज्ञ स्थान प्रकम्पित होछि। पहुंची गले हनुमान। प्रभु यज्ञ रे आहुति प्रदान करुछंती। हनुमान को जते बेले प्रभु देखिदेले डाकिले कहले हनु अरे तू आसछु हो ठीक अच्छे तू सेठी बस यज्ञ देखी। कहला प्रभु मर्कट कूले प्रभु देलु जाना देलु जाना स्वभाव छाड़ी दिबा हे प्रभु मते तो मर्कट कूल जन्म देछु। मोर कर्म है सदा चंचल मु स्थिर हो पारि मत किसी काम दे। हाँ अच्छा तू कौन कार्य करू? हनु कहला प्रभु कौन करी से मेरू पाड़ी पर्वत ताड़ी देवी पाराबार पाताले थोइबी घरके पाताल हाँ हाँ ए पहाड़टा को पूरा पी देबी हे समुद्रटा को पाड़ी की एकी माने स्वर्ग रे थोइबी पहाड़टा को पी देवी समुद्रटा को उपाड़ी देवी। आउ आउ जदी कहिबो से पाला वाला को एठी फोपाड़ी नाही खोदार पड़ी परामती जाननो तू हेनु तबे हनुमान को प्रभु कहले कहले ए सब काम तो दे दरकार नाही। ना ना कोन कोनु प्रभु तते गोटे काम करूछि। हां हां कह सुन जतिकी अतिथि आसीबे पद धोक करिबो बिना पद धोक करे जे काहू
ହଁ ତୋ ଦେଇ କାର୍ଯ୍ୟ କଣ କଣ କହୁନା ତୁ କଣ କାମ କରିବୁ ହଁ ହଁ ଯା ସେ ଦ୍ୱାର ଦେଶରେ ଜଗିକି ବସିବୁ ବସି ଭଣ୍ଡା ଯେତିକି ଅତିଥି ଆସିବେ ସମସ୍ତଙ୍କର ପାଦ ଧୋଇବୁ ସେଠି ଅଥାଳେ ଥାଳେ ପାଣି ଅଛି ପାଣି ଅଛି। ମନେ ରଖ ମାଘ ମାସ ଶୀତ ଦିନ ହଁ ହଁ ଯେମିତି କାହା ଉପରେ ଅଧିକା ପାଣି ନ ପଡେ ନା ନା କାହା ଉପରେ ଅଧିକ ପକେଇବିନି ଯଦି ପକେଇବି ମୋ ସେଇ କୁନିଆ ଭାଇଟି ପାଇଁ ମୁନା ଭାଇଟି ଉପରେ ଟିକେ ଖାଲି ଝଳକେ ପକେଇବି ଚୁପ୍ ସେତେବେଳେ ମତେ କିଛି କହିବନି ର ହନୁମାନ ଦ୍ୱାର ଜଗିକି ବସିଛି ଅତିଥି ମାନେ ଜଣ ଜଣ କରି ଆସୁଛନ୍ତି ହନୁମାନ ପାଦ ଧୋଇ ଚାଲିଛି ଏହି ସମୟରେ ପ୍ରଭୁ ମାୟା କରିଦେଲେ ରାମ ମାୟାରେ ବେଳୁ ବେଳ ପ୍ରବଳ ଅତିଥି ଆସି ରାମ ଗାଇଲେ ପ୍ରଭୁ ମାୟା କରିଦେଲେ ହଁ ହଁ ଜଣ ଜଣ ହେଇ ଅତିଥି ଆସୁଥିଲେ ହଁ ଏଥର ଦଳ ଦଳ ହେଇ ଅତିଥି ଆସିଲେ ଆସିଲେ ଆଉ ହନୁ ଚିନ୍ତା କଲା କଲା କାହାକୁ କଣ କାହାକୁ? କରିବି କହନି ହେ ହନୁ ଇଏ ମୋ ଗୋଡ଼ ଧୋଇଦେ ରେ ଏ ର ତୁମେ ଗୋଟେ କଥା କର ତୁମେ ଜମା ବ୍ୟସ୍ତ ହୁଅ ନା ମୁଁ ତୁମକୁ ଯାହା ହେ ହନୁ ମୋ ଗୋଡ଼ ଦିଟା ଧୋଇ ଦଉନୁ ଏଠି କଣ କାମ ପାଇଁ ଏଲେ ପଳେଇ ଆସି କଲା ଚିନ୍ତିଲା ହଁ। ଚିନ୍ତା କରୁଛି ହନୁମାନ ଇଏ କାହାକୁ ହସ୍ତରେ କାହାକୁ ଲାଙ୍ଗୁଡେ ପାଟି ବୁଡ଼ାଇଲା ଦଳେ ଉଠିଲା ପୁଣି ପ୍ରବଳ ହନୁମାନ ଇଏ ବ୍ୟସ୍ତ ବିବ୍ରତ କରିଦେଇଛନ୍ତି ହନୁମାନ ଚିନ୍ତା କଲା କିଛି ଇଏ ହାତରେ ଜାବୁଡିକି ଧଇଲା କିଛି ନାଙ୍ଗୁଡ଼ାରେ ବୁଲେଇ ଗୁଡେଇଲା ଲାଙ୍ଗୁଡରେ କିଛି ବାନ୍ଧିଲା ଏ ଯୋଉ ଅଥାଳେ ଥାଳେ ପାଣି ଥିଲା ସେ ପାଣି କୁଣ୍ଡରେ ବୁଡେଇଲା ଉଠେଇଲା ଛାଡିଦେଲା କଲା ଯା ଦିଅ ଥଣ୍ଡା ପଡିଗଲା ଅଚିନ୍ତାରେ ଶୋଇ ପଡ ପା ଧୋଇବ କଣ ଏଥର ଗା ଧୋଇଦିଅ ହଁ 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 ରହ ତେବେ ହନୁମାନ ଏମିତି ଭାବରେ କାର୍ଯ୍ୟ କରିଦେଇଛି ମରିଗଲୁ ମରିଗଲୁ ଶବ୍ଦ ଶୁଭିଲା ପ୍ରଭୁ ଆସି ପହଞ୍ଚିଲେ ଶୀତ ଦିନରେ ସବୁ ଥରୁଛନ୍ତି ପ୍ରଭୁ କହିଲେ ଆରେ ହନୁ ତତେ କଣ କହିଥିଲି ତୁ କଣ କଲୁ ମୁଁ କଣ କରିଥାନ୍ତି ପ୍ରଭୁ ଏ କାର୍ତ୍ତିକ ମାସରେ କରାଣ୍ଡି ଭେଳା ଯେମିତି ଆସନ୍ତି ଇଏ ତ ସେମିତି ଆଇଲେ ମୁଁ ଆଉ କଣ କରିବି ଆଉ ଜଣ ଜଣକ ପାରିଲିନି ନା। କାହାକୁ କେମିତି କୁଣ୍ଢେଇକି ଧଇନି ଏ ହାତରେ ମେଞ୍ଚେ କୁଣ୍ଢେଇକି ଧଇନି ନାଙ୍ଗୁଡ଼ରେ ମେଞ୍ଚେ ବାନ୍ଧିଦେଲି ଖାଲି ବୁଝେଇନି ଉଠେଇନି ଛାଡ଼ିନି ଆଉ ଅଚିନ୍ତାରେ ତାଙ୍କ ଝିଅ ଶୁଣ ତୋ ଦେଇ ଏ କାର୍ଯ୍ୟ ହେଇପାରିବନି ତାହେଲେ ତୁ ଗୋଟାଏ କାମ କର ଆଉ ଗୋଟେ କାମ ଦେବୁ ଯା ଭଣ୍ଡାର ଘର ଜଗିକି ବସିବୁ ହଁ 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 ଯେତିକି ଅତିଥି ପରେ ଭିକାରୀ ଆସିବେ ହଁ କାଲି ଆସିବି ହଁ ହଉ ତାଙ୍କୁ ସବୁ ଦାନ ଦବ ଦାନ ଦେବୁ ମନେ ରଖ ସେଠି ଗରା ମାଣ୍ଡିଆ ଡେକ୍ଚି ବାଲ୍ଟି ହଣ୍ଡା କଡ଼େଇ ଶାଢ଼ୀ ଛାୟା ବ୍ଲାଉଜ ଚଡ଼ି ଅଣ୍ଡୁଆର ଇଏ ସବୁ ଅଛି ତ ହଁ ହଁ ବସ୍ତ୍ର ହଁ ହଁ ଖାଦ୍ୟ ବସ୍ତ୍ର ସବୁ ସବୁ ବାସଗୃହ ନିମିତ୍ତ ସରଞ୍ଜାମ ସବୁ ଅଛି ସବୁ ଅଛି ଯିଏ ଯାହା ମାଗିବ ତ ବାସ୍, ଆଉ କିଛି ଚିନ୍ତା ନାହିଁ ସେ ନା। ଏଇ ଲାଗେ ଶୋଇଯାଇଥିଲେ ଜଣ ଜଣ କରି ଭିକାରୀ ଆସୁଛନ୍ତି ହନୁମାନ ଦାନ ଦେଇ ଚାଲିଛି ଏହି ସମୟରେ ପ୍ରଭୁ ମାୟା କରିଦେଲେ ଦଳ ଦଳ ହେଇକି ଆସିଲେ ଇଏ କହୁଛି ମତେ ଦେ ସିଏ କହୁଛି ମତେ ଦେ ସିଏ କହୁଛି ମତେ ଦେ ଏ ହନୁ ମତେ ଗୋଟେ ଦଉନୁ ହେ ଅନାନି ମୁଁ ବ୍ରହ୍ମଚାରୀ ଲୋକ ଯାହା କହୁଛୁ ମତେ ଦୂରେଇକି ରହ ତୋର କଣ ଦରକାର କଣ ମୋର କଣ ଦରକାର ଜାଣିନୁ ନା କଣ କହ ତୁ ନ କହ। ଏଇ ଯୋଉ ଭିତରେ ଯୋଉଟା ପିନ୍ଧନ୍ତି ବା ଏ ଭିତରେ ପିନ୍ଧନ୍ତି କଣ ଖୋଲିକି କହ ବ୍ଲାଉଜ ବା ବ୍ଲାଉଜ ହଁ। ତୋର ମାତ୍ର ଗୋଟେ ପିସ୍ ବ୍ଲାଉଜ ଦରକାର ହଁ। ତୋ ସାଇଜ ଟା କେତେ କଣ ମୋର 34 ସାଇଜ ହେ ତୋ ଭାଗ୍ୟ ଖରାପ କାହିଁକି ଗୋଟେ ପିସ୍ ଥିଲା ଏଇ ଲାଗେ ଥିଲା ମୋ ଭଣ୍ଡାଟି ନେଇକି ପଳେଇଲା କାହିଁକି ଆଉ ନାଇଁ ଗୋଟିଏ ଅଛି 38 ସାଇଜ ଯଦି ପାରୁଛୁ ତାକୁ ନେଇଯା କେତେବେଳେ ବ୍ଲାଉଜ କରିବୁ ଯଦି କେତେବେଳେ ସର୍ଟ ସାର୍ଟ ପଡିବ ତାକୁ ବ୍ଲେଜର କରିକି ପିନ୍ଧିବୁ ଯା ହନୁମାନଙ୍କୁ ଆଜି ବ୍ୟସ୍ତ ବିବ୍ରତ କରିଦେଇଛନ୍ତି ଇଏ କହୁଛି ମତେ ଦେ ସେ କହୁଛି ମତେ ଦେ ସେ କହୁଛି ମତେ ଦେ ଚିନ୍ତିଲା ମହାବଳ ଭିକାରୀ ଯେତେ ବଳ, ମୋର ଫେରେଇ ଅପହାରିଲେ, କିଛି ବାନ୍ଧିଲା ଗୁଡ଼େ କିଛି ଧରିଲା ଦୁଢ଼େ ଭାଙ୍ଗିଲା ଉଠେ ମନେ ଭାବି পোড়া
ଉଜୁଳା ବାହାରି ପଡ଼ିଲାଣି। କାହା ମୁଣ୍ଡରେ ବାଜିଲାଣି ତ କାହା ମୁଣ୍ଡଟା ଚେପା ହେଇଗଲାଣି। ମୁଣ୍ଡଟା ଫାଟିଯାଏ। ଫାଟିଗଲାଣି। ସମସ୍ତେ ଚିତ୍କାର କରୁଛନ୍ତି ମରିଗଲୁ ମରିଗଲୁ ମରିଗଲୁ, ପ୍ରଭୁ ରକ୍ଷା କର। ପ୍ରଭୁ ଆସି ପହଞ୍ଚିଲେ, କହିଲେ ହନୁ ତତେ କଣ କହିଥିଲି, ତୁ କଣ କଲୁ? ଯା, ଏଇ ମୁହୂର୍ତ୍ତରେ ତୁ ଏଠି ଫେରି ଯା। ଏଇଥିପାଇଁ ତତେ ମୁଁ ନିମନ୍ତ୍ରଣ ପତ୍ର ଦେଇନଥିଲି। ତୁ ଆସିଲେ ନିଶ୍ଚିତ ବିଶୃଙ୍ଖଳା ସୃଷ୍ଟି କରିବୁ। ହନୁ କହିଲା, ପ୍ରଭୁ ଯିବି ଯେ, ହେଲେ ଗୋଟାଏ କଥା ପ୍ରଭୁ, ଥରୁଟେ ପାଇଁ ଦେଖିବି କଲା, ପ୍ରଭୁ ତତେ ଦେଖିଲି, ସାନ ଠାକୁରକୁ ଦେଖିଲି, ହେଲେ ଏ ପର୍ଯ୍ୟନ୍ତ ମୋ ମାକୁ ଦେଖିନି। ମୋ ମାକୁ ଟିକେ ଦେଖି ମୁଁ ଚାଲିଯିବି। ସତେ ଯେମିତି ରାମଚନ୍ଦ୍ରଙ୍କ ମସ୍ତକରେ ଆଜି ବଜ୍ରପାତ ହେଇଗଲା। ରାମଚନ୍ଦ୍ର ଚିନ୍ତା କରୁଛନ୍ତି, ଏଇଥିପାଇଁ ହୁଏତ ହନୁମାନଙ୍କୁ ଡାକି ନଥିଲି, କାରଣ ମୁଁ ଜାଣିଛି ହନୁ ଆସିଲେ ତା ମାକୁ ଖୋଜିବ। ତା ମାକୁ ଖୋଜିଲେ ମୁଁ ଏଠି ତାକୁ ଦେବି କୋଉଠୁ? ପ୍ରଶ୍ନବାଚୀ ଦୃଷ୍ଟିରେ କୁଳଗୁରୁ ବଶିଷ୍ଠଙ୍କୁ ଚାହିଁ ଦେଇଛନ୍ତି ରାମଚନ୍ଦ୍ର। କୁଳଗୁରୁ ବଶିଷ୍ଠ ଡାକିଦେଲେ, କହିଲେ ହନୁ ତୋ ମାକୁ ଦେଖିବୁ ନା? ଶୁଣ, ତୋ ମା ଗମ୍ଭୀର ପ୍ରକୋଷ୍ଠରେ ଅଛି, ଦୂରରୁ ଥାଇ ଦେଖିବୁ, ପାଖକୁ ଯିବୁନି କି ଛୁଇଁବୁନି। ତୋ ମା ଯଜ୍ଞରେ ଅଭିଷିକ୍ତା। ହନୁ ଚାଲିଲା, ଗମ୍ଭୀର ପ୍ରକୋଷ୍ଠକୁ ଖୋଲିଦେଲା, ଦେଖିଲା ଭିତରେ ସୀତା ବସିଛନ୍ତି। ଚିନ୍ତା କଲା, ଏତେ ଦୂରରୁ ଆସିଛି, ଟିକେ ନ ଦେଖି, ଦେଖିଲି ସିନା, ଟିକେ ପାଦ ନ ଛୁଇଁ ଚାଲିଯିବି। ବସିଲା ଭିତରକୁ, ମା ବୋଲି ଡାକି ଦେଇ ପାଦକୁ ଯେତେବେଳେ ହଲେଇ ଦେଇଛି, ଇଏ ତ ମା ନୁହଁ, ସୁନାର ସୀତା। ମାଲୋ ଇଏ ଗଳି ପଡିଲେ। ଯେତେବେଳେ ଗଳି ପଡିଲେ, ହନୁ କ୍ରୋଧାଗ୍ନିରେ ପ୍ରଜ୍ୱଳିତ ହେଇଗଲା। ଚିନ୍ତା କଲା, କହିଲା, ଆରେ ହେ ହେ ରାମଚନ୍ଦ୍ରଙ୍କୁ ମୁଁ ପ୍ରଭୁ ବୋଲି ଚିନ୍ତା କରିଥିଲି, ଇଏ ମୋ ପ୍ରଭୁ ନୁହଁ, ଇଏ ଗୋଟାଏ ଶଠ ପ୍ରବଞ୍ଚକ। ଆଜି ଛାଡ଼ିବିନି। ଏ ଧରା ପୃଷ୍ଠରୁ ମୁଁ ରାମ ନାମଟାକୁ ନିଶ୍ଚିହ୍ନ କରିଦେବି। ଆଜିଠାରୁ ଏ ଧରା ପୃଷ୍ଠରୁ ମୁଁ ରାମ ନାମକୁ ଲିଭେଇ ଦେବି। ଉଠିଲା ହନୁ, ଧରିଲା ଗଦା, ଆସି ପହଞ୍ଚି ଡାକିଦେଲା, କଲା, ହେ ପ୍ରଭୁ, ତତେ ମୁଁ ପ୍ରଭୁ ବୋଲି ଚିନ୍ତା କରିଥିଲି, ହେଲେ ତୁ ଗୋଟାଏ ଶଠ ପ୍ରବଞ୍ଚକ। ମୋ ମାକୁ ମାରି ତୁ ଏଠି ସୁନାର ସୀତା ତିଆରି କରି ଗୋଟାଏ ପ୍ରହସନ ଚରେଇଛୁ। ଆଜି ତତେ ବଞ୍ଚିବାକୁ ଦେବିନି। ତେବେ ଏଇଠି କୁଳଗୁରୁ ବଶିଷ୍ଠ ଡାକିଦେଲେ, କହିଲେ, କ୍ଷାନ୍ତ ହୁଅ, କ୍ଷାନ୍ତ ହୁଅ ହନୁ। ତୋ ମା ମରିନି ରେ, ତୋ ମା ବଞ୍ଚିଛି। ହଁ, ତୋ ମା ଗଙ୍ଗା ନଦୀର ଆର ପଟରେ ଅଛି, ବାଲ୍ମୀକି ଆଶ୍ରମରେ। ଯା ଦେଖିବୁ। ଚାଲିଲା ହନୁମାନ, ଯାଇ ଗଙ୍ଗା ନଦୀର ତଟ ଦେଶରେ ପହଞ୍ଚିଗଲା। ଦେଖିଲା ଗଙ୍ଗା ଆଜି ଦି କୂଳ ଖାଉଛି। ହନୁ ଚିନ୍ତା କଲା, କଲା, ଯିଏ ଦିନେ ସପ୍ତ ସାଗର ଲଙ୍ଘି ଯାଇଥିଲା, ଗୋଟାଏ ଲମ୍ଫରେ ଯିଏ ସପ୍ତ ସାଗର ପାରି ହେଇଗଲା। ସାମାନ୍ୟ ଏ ଗଙ୍ଗା ନଦୀ ଆଜି ଛାତି ଫୁଲେଇଛି, ଗୋଟାଏ ହୁଙ୍କାର ମାରିବି, ଆର ପଟରେ ପଡିବି। ଗର୍ବ ଆସିଗଲା ହନୁମାନର। ହୁଙ୍କାର ଟାଇ ମାଇଲା, ଗଙ୍ଗା ନଦୀର ଅଧାରେ ପଡି ଅଥଳ ଗର୍ଭରେ ବୁଡିଗଲା। ଚିନ୍ତା କଲା, ଇଏ କଣ? ଯିଏ ଦିନେ ସପ୍ତ ସାଗର ଦେଇ ପଡିଥିଲା, ସାମାନ୍ୟ ଏଇ ଗଙ୍ଗା ନଦୀଟାକୁ ଆଜି ପାରି ନ ହୋଇ ଅଥଳ ଗର୍ଭରେ ବୁଡିଗଲା। କାରଣ କଣ? ମନେ ପଡିଗଲା ହନୁର। ଚିନ୍ତା କରୁଛି ହନୁ, କହିଲା, ଆରେ ହେ, ଯୋଉଦିନ ମୁଁ ସପ୍ତ ସାଗର ଦେଇଥିଲି, ସେଦିନ
ସେଦିନ ମୋ ପ୍ରଭୁଙ୍କର ନାମଟା ମୋ ତୁଣ୍ଡରେ ଥିଲା ମାତ୍ର ଆଜି ମୁଁ ତ ପ୍ରଭୁଙ୍କ ନାଁ ନେଇନି ସେଇ ଅଥଳ ଗର୍ଭରେ ଥାଇ ପ୍ରଭୁଙ୍କର ନାମ ନେଲା ଚିନ୍ତାମଣି ସୁର ସୁରା ଧେନୁ କଳପତରୁ କୋଟି ଦାନ गुणशीलं प्रभु हे कोटिदना गुणशीलं प्रकृति तव पाञ्चलोकाया अखिल चराचरलीलं प्रभु हे अखिल चराचरलीलं हनुमान प्रभु को डाकिदेला कहला हे प्रभु चिंतामणि हाँ हे सुर धेनु कल्पतरु अच्छा दयाकरी हाँ हाँ दयाकरी मो डाक शुणु प्रभु 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 सहिबे सही पारले निकारण भक्त भक्त को पड़िले कासण जानती प्रभु नारायण जानती भक्त उपरे हाँ माँ जिते बेले दुख आसे आसे भगवान सही पारती ना 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 कारण हाँ हाँ भक्ताधीन भगवान भावग्राही ठाकुर भावग्राही भावरे बंधा हाँ हाँ आज चली आसी हाँ हाँ हनुमान को कृपा कर बात हनुमान को कृपा करदे हनुमान ऊपर को उठिले हाँ हाँ भासी भासी जाई आर कूल लगिले ଲାଗିଗଲେ ଆଉ जाई पहुंची जाइछंती हाँ हाँ वाल्मीकि आश्रम रे ଆଶ୍ରମରେ देखिले ଦେଖିଲେ दुईटा आसन पड़ी हाँ हाँ गोटाए आसन रे माँ सीता बसी हाँ गोटाए आसन रे प्रभु रामचंद्र बसी ବସିଛନ୍ତି हनु चिंता कला हाँ हाँ कहला अरे सेठी देखिथिली वास्तव ठाकुर को हाँ प्रभु प्रकृत राम को देखिथिली हाँ आउ एठी ଏଠି एठी भी राम को देखुछि हाँ हाँ सेठी जो सीता को देखिथिली से किंतु अवास्तव हाँ सुना से नकली सीता हाँ हेले एठी असली ये जे नकली। वास्तव सीता से कथा जानिबी केमिति କେମିତି କେମିତି हनु चलिला हाँ माँ बोली पाद दिटा को हलई देला आहा माँ डाकी देले कहले अरे हनु रह अरे हाँ। पड़ी जीवी मु पड़ी जीवी माँ ना नाई रे ये तो ठीक ही माँ କଥା କହୁଛି ये कथा कहूची हाँ तबे हेले ये जो प्रभु बसचंती ये ठीक ना भूल प्रभुंकर पाद को हलैला मांकिड़िया बुद्धि हाँ हाँ प्रभुंकर पाद को हलैला हलैला। प्रभु कहले अरे रह हाँ हाथ दिटा को जोड़ देला हनु हाँ हाँ कहला प्रभु प्रभु ये की माया हाँ हे प्रभु सेठी तो तते देखिथिली पुणी एठी तते देखुछि हाँ हेले प्रभु प्रभु एमिति माया काहींकि करिछु प्रभु କାହିଁକି हसी देले प्रभु हाँ हाँ सुन हनुमान तुम्हे भक्त प्रधान ଜୀବନ ମୋର ଧନ ଜୀବନ परीक्षा करुथिली मुझे ତୁମର ପ୍ରାଣ ଜୀବନ ମୋର ଧନ ଜୀବନ भक्ति परीक्षा रे तुम्हे उत्तीर्ण ହୋଇଲା ଜୀବନ ମୋର ଧନ ଜୀବନ काल काल को पाई कि ଯଶ जस ରଖି ଗଲା ଜୀବନ ମୋର ଧନ ଜୀବନ ରହିଲା हनुमान को प्रभु डाकी देले कहले हनु ପ୍ରଭୁ मु तते परीक्षा करुथिली ହଁ ହଁ कारण दिने लक्ष्मण मते पचारिथिला ହଁ प्रभु वास्तव में आपणकर भक्त किए କିଏ आपण काहाकू बेसी भल पान ଭଲ ପାଆନ୍ତି तारी कथा अनुसार हाँ। मु आज तोर भक्तिर पराकाष्ठा को परीक्षा करुथिली କରୁଥିଲି भक्ति परीक्षा रे ହଁ हुए तो आज तू उत्तीर्ण होइछु ହେଇଛୁ आउ ଆଉ काल काल पई जश रखी जाइछु ରଖିଗଲୁ गोटाए कथा मने रख ହଁ या परे आसीबो द्वापर जुग ହଁ तापरे आसीबो कली जुग ହଁ सब जुग रे ହଁ तू चिरंजीवी हेई रही ରହିବୁ अमर हेई जीवु आहा आउ तोते जे पूजा करिवो ହଁ से मो ठारू बर लाभ करिवो ପାଇବ तोते जे पूजिबो से हु मोते टी पाई ଜୀବନ ମୋର ଧନ ଜୀବନ एही कथा गोटे पुणी अटईटी ଜୀବନ ମୋର ଧନ ଜୀବନ ରହିଲା ସେଥିପାଇଁ ହଁ ଆମେ ପ୍ରତି ଗ୍ରାମରେ ହନୁମାନଙ୍କର ମୂର୍ତ୍ତି ରଖି ପୂଜା କରୁଛନ୍ତି ହଁ ନାଇଁ ହଁ ତେବେ ହେଇ ହେ ମୋର ସଜ୍ଜନ ସଜ୍ଜନ ଅଚ୍ୟୁତାନନ୍ଦ ମହାପୁରୁଷ ହଁ ଭବିଷ୍ୟ ମାଳିକାରେ ଗୋଟାଏ ପଦ କହି ଦେଇଥିଲେ ଆଚ୍ଛା ଆଚ୍ଛା ସଙ୍କଟ ହରଣ ମୋଚନ
বিজে হইবে গয়া সংকট মোচন বীর হনুমান হনুমান সংকট হারিণী মা তারিণী মা তারিণୀ মা ଗ୍ରାମ ଦେବତୀ ପ୍ରତି ସବୁ ଗାଁରେ ଆଜ୍ଞା ନାହାନ୍ତି ସବୁ ଗାଁରେ ଅଛନ୍ତି ସବୁ ଗାଁରେ ଗ୍ରାମ ଦେବତୀ ଅଛନ୍ତି ଆଉ ହନୁମାନ ମଧ୍ୟ ଅଛନ୍ତି ଅଛନ୍ତି ନାଇଁ ଏ କଳି ଯୁଗରେ ହଁ। ଏ ଦି ଜଣ ପ୍ରତିଷ୍ଠା ଲାଭ କରିବେ ଇଏ ହଉଛନ୍ତି ପ୍ରତ୍ୟକ୍ଷ ଦେବତା ନାଇଁ ହଉ ସେଇ ବୀର ବଜରଙ୍ଗୀ ହନୁମାନ ଆଜିର ଏଇ ଚତୁର୍ଥ ରଜନୀର ବାସ୍ ଦ୍ୱିତୀୟ ପର୍ଯ୍ୟାୟରେ ହଁ ରୁଣ୍ଡିଭୂତ ଆବାଳ ବୃଦ୍ଧ ବୋଲି ତାଙ୍କର ବାସ୍ ତଥା ହଁ ଏ ଅନୁଷ୍ଠାନର ପ୍ରତ୍ୟେକ କର୍ମକର୍ତ୍ତା ବନ୍ଧୁମାନଙ୍କର ଆଉ ହଁ ପଡ଼ୋଶୀ ପଡ଼ୋଶୀ ଇଏ ଗ୍ରାମ ମାନଙ୍କରୁ ଆସିଥିବା ସମସ୍ତ ବିଦ୍ୱାନ ଜନଙ୍କର ବାସ୍ ସମସ୍ତଙ୍କର ମନସ୍କାମନା ପୂର୍ଣ୍ଣ କରି ମନ ଇଷ୍ଟ ପୂର୍ଣ୍ଣ କରନ୍ତୁ ସର୍ବାରିଷ୍ଟ ଖଣ୍ଡନ କରନ୍ତୁ ଆନନ୍ଦିକ ହଉ ଏଣିକି ଜୟ ଜୟ ଦୀନଜନ ଶରଣର କ୍ଷୀଣ ମହାବାହୁ ବାହୁ ଜୟ ଜୟ ଦୀନଜନ ଶରଣର କ୍ଷୀଣ ମହାବାହୁ ମହାବାହୁ ଉଚ୍ଚ ସ୍ୱରରେ ହଁ। ଆନନ୍ଦ ମନରେ ହରିବୋଲ ହୁଳହୁଳି କରତାଳି ଦିଅ ହଁ। ଏ ଗ୍ରାମରୁ ଦୁଃଖ ଦୂର ହେଉ ହେ ହରିବୋଲ 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 ଦେଖନ୍ତୁ ଆପଣମାନଙ୍କୁ ଆମ କାର୍ଯ୍ୟକ୍ରମଟି କେମିତି ଲାଗିଲା ଆଶା କରୁଛି ନିଶ୍ଚିନ୍ତ ଭାବେ ଭଲ ଲାଗିଥିବ ଆହୁରି ନୂଆ ନୂଆ କାର୍ଯ୍ୟକ୍ରମ ଦେଖିବା ପାଇଁ ଆପଣମାନେ ଆମ ଚ୍ୟାନେଲକୁ ଲାଇକ୍ ଆଉ ସେୟାର କରନ୍ତୁ ଆଜ୍ଞା ହଁ ସବସ୍କ୍ରାଇବ୍ କରିବା ପାଇଁ ଭୁଲିବେ ନାହିଁ ରହୁଛି ନମସ୍କାର।